ସେଦିନ କାହାକୁ ଦେଖା କରିବାକୁ ଷ୍ଟେସନରେ ପହଞ୍ଚି ଯାଇଥିଲି। ମୁଁ ଜାଣିଥିଲି ଯେଉଁ ଟ୍ରେନରେ ସେ ଯାଉଥିଲା। ଟ୍ରେନ୍ ପାଖକୁ ଗଲି। ସିଟ୍ ନମ୍ବର ଜଣା ନଥିଲେ ବି କୋଚ୍ ନମ୍ବରଟା ଜଣାଥିଲା। ହେଲେ ସାହସ କରିପାରିଲିନି। ଫେରି ଆସିଲି। ଲୁଚି ଲୁଚି ଦେଖିବାକୁ ଅନେକ ଚେଷ୍ଟା କଲି, ହେଲେ ସେ ଏସି ବଗି ଭିତରେ ଥିଲା। ସେ ସିନା କାଚ ଭିତରୁ ମୋତେ ଦେଖିପାରିବ, ହେଲେ ମୁଁ କ'ଣ ତାକୁ ଦେଖିପାରିଥାନ୍ତି? ଇଚ୍ଛା ଥିଲେ ବି ଲୁଚିଗଲି। ଭାବିଲି ନା, ଠିକ୍ ହେବନି। ଜାଣିଶୁଣି ଦୂରେଇ ଦେଉଥିବା ଲୋକଟା ସାମ୍ନାକୁ ଗଲେ କାଳେ ସମସ୍ୟା ହେବ, ସେଥିପାଇଁ କଷ୍ଟ ଲାଗିଲେ ବି ଟିକେ ପଛକୁ ହଟିଗଲି। ଆଉ ଟ୍ରେନ୍ ଛାଡ଼ିବା ସମୟ ବି ହେଇଗଲା। ହର୍ନ ମାରିଲା। ଟ୍ରେନ୍ଟା ଆଗକୁ ଆଗକୁ ବଢ଼ି ଚାଲିଲା। ତାପରେ ମୁଁ ବାହାରକୁ ଆସିଲି ଆଉ ଗାଡ଼ି ଷ୍ଟାର୍ଟ ମାରି ସିଧା ମୋ ରାସ୍ତାରେ ଚାଲି ଆସିଲି। ହେଲେ ରାସ୍ତାରେ ଆସିଲା ବେଳେ ଟିକେ ପୁରୁଣା କଥା ଗୁଡ଼ାକ ମନେ ପଡ଼ିଯାଇଥିଲା। ଏମିତି ନୁହେଁ କି ସେଦିନ ଖାଲି ମନେ ପଡ଼ିଥିଲା, ସବୁଦିନ ତ ବହୁତ ମନେ ପଡ଼ୁଥିଲା। ସେଦିନ କିନ୍ତୁ ଅଧିକ ଟିକେ ମନେ ପଡ଼ିଯାଇଥିଲା। ଆଖି ଦୁଇଟା ଲୁହରେ ଜକେଇ ହୋଇ ଆସିଥିଲା। ଚୁପଚାପ ଗାଡ଼ି ଚଲେଇ ଆସୁଥିଲି ଆଉ ଭାବୁଥିଲି କ'ଣ ଥିଲା ସେଦିନ ଆଉ କ'ଣ ହେଇଯାଇଛି ଆଜି। ମୋ ଭୁଲ ଖୋଜିବାକୁ ଚେଷ୍ଟା କରୁଥିଲି, ହେଲେ ସେ ଭୁଲଟା ଖୋଜି ଖୋଜି ପାଇପାରୁନଥିଲି। ସମ୍ପର୍କ ଯଦିଓ ପୁରୁଣା ଥିଲା, ସେ କିନ୍ତୁ ମୋଠୁ ଦୂରେଇ ଯିବାର ବର୍ଷେ ଉପରେ ହେଇଯାଇଥିଲା। ପ୍ରତି କ୍ଷଣରେ ପ୍ରତି ମୁହୂର୍ତ୍ତରେ ସେ ମୋର ମନେ ପଡ଼ୁଥିଲା। ଆଉ ତା ସହିତ ବିତେଇଥିବା ସେ ସ୍ମୃତି ସବୁ ଭାରି କଷ୍ଟ ଦେଉଥିଲା। ଦିନ ଥିଲା ମୋତେ ନ ପଚାରିଲେ କିଛି କରୁନଥିଲା, ମୋତେ ନ କହି କୁଆଡ଼େ ଯାଉନଥିଲା। କିଏ ଅଜଣା ଲୋକ ଫୋନ୍ କି ସୋସିଆଲ ମିଡ଼ିଆରେ ହଇରାଣ କଲେ ମୋତେ କହୁଥିଲା, ଆଉ ଫୋନ୍ଟା ବଢ଼େଇ ଦେଇ କହୁଥିଲା ତାକୁ ତୁରନ୍ତ ବ୍ଲକ୍ କରିଦିଅ। ଆଜି ସେ କ'ଣ କରୁଥିଲା ମୋତେ ଜଣାନଥିଲା। ମୁଁ ତାର କିଛି ପୋଷ୍ଟ କି ଷ୍ଟାଟସ୍ ବି ଦେଖିପାରୁନଥିଲି। କେମିତି ଦେଖିବି? ସେ ପରା ସବୁଥିରୁ ମୋତେ ବ୍ଲକ୍ କରିସାରିଥିଲା। କିଛି ଦିନ ଫେକ୍ ଆଇଡ଼ିରେ ଆଉ କେତେବେଳେ ଆଉ କାହା ମୋବାଇଲ ନେଇ ଦେଖୁଥିଲି, ହେଲେ ସେ ଯେତେବେଳେ ଜାଣିପାରୁଥିଲା ସେଇଟା ବି ବ୍ଲକ୍ କରିବାକୁ ତାକୁ ସମୟ ଦେଉନଥିଲା। ସେ ଯେତେଥର ମୋତେ ବ୍ଲକ୍ କରୁଥିଲା, ମୋତେ ସେତେଥର କାନ୍ଦିବାକୁ ସୁଯୋଗ ମିଳୁଥିଲା। ଆଉ ପାରିଲିନି। ଶେଷରେ ତାକୁ ଦେଖିବା ବନ୍ଦ କରିଦେଇଥିଲି। ସେ ବୋଧେ ଭାବୁଥିଲା ମୁଁ ତାକୁ ଧୀରେ ଧୀରେ ଭୁଲିଗଲି ବୋଲି, କିନ୍ତୁ ତାର ସେଇଟା ଭୁଲ ଧାରଣା ଥିଲା। ସେ ମୋ ହୃଦୟ ଭିତରେ ସବୁବେଳେ ଥିଲା। କେବେ ତାକୁ ବାହାର କରିବାକୁ ସ୍ୱପ୍ନରେ ବି ଭାବିନି। ଏମିତିରେ ସେ ମୋଠୁ ଦୂରେଇ ଗଲା ପରେ ମୋର ଯେମିତି ସମୟଟା ଖରାପ ଚାଲିବା ଆରମ୍ଭ ହୋଇଯାଇଥିଲା। ଅନେକ ସମସ୍ୟା, ଅନେକ ଘାତ ପ୍ରତିଘାତ ଭିତରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିଲି, ହେଲେ ସେ ଜାଣିପାରୁଥିଲା କି ନାହିଁ ମୋତେ କିନ୍ତୁ ଜଣା ନଥିଲା। ବେଳେବେଳେ ମୋତେ ଲାଗୁଥିଲା ସେ ଜାଣିପାରୁଥିଲେ ବି ତାକୁ କିଛି ଫରକ ପଡ଼ୁନଥିଲା। ଅନାବିଳ ସ୍ନେହ ଆଉ ଅନେକ ଭଲ ପାଇବା ଭିତରେ ଗଢ଼ି ଉଠିଥିବା ସମ୍ପର୍କଟା ଆଜି ଯେମିତି ନୀରବ ଥିଲା। ମୁଁ ବି ସେଇ ନୀରବତା ଭିତରେ ମୋ ଭୁଲକୁ ଖୋଜି ବୁଲୁଥିଲି, ହେଲେ ସେ ଭୁଲକୁ ଖୋଜି ପାଇବା ମୋ ପାଇଁ କଷ୍ଟକର ଥିଲା। ମୋ ଭୁଲ କ'ଣ ଜାଣିବାକୁ ଅପେକ୍ଷା ଥିଲା, ହେଲେ କେବେ ଜଣାପଡ଼ିବ ତାର କିଛି ସମୟ ସୀମା ନଥିଲା। କହିବା ଲୋକଟା ତ ମୋତେ ଘୃଣା କରୁଥିଲା, ଏତେ ଘୃଣା ଯେ ତା ମନ ଭିତରେ ମୋ ପାଇଁ କେଉଁଠି ସାଇତି ରଖିଥିଲା କେଜାଣି। ଏମିତି ଲାଗୁଥିଲା ଜୀବନ ସାରା ତାର ସବୁ ଘୃଣାଗୁଡ଼ା ବୋଧେ ମୋ ପାଇଁ ସାଇତି ରଖିଥିଲା। ଏକଥା ଆଉ କାହାକୁ କହିବାକୁ ଇଚ୍ଛା ନଥିଲା କି ସାହସ ବି ନଥିଲା। ସେଥିପାଇଁ ନିଜ ଭିତରେ ରଖି କଷ୍ଟ ପାଇବା ଛଡ଼ା ଆଉ କିଛି ଚାରା ବି ନଥିଲା। ୟା ଭିତରେ ମୁଁ ମୋ ଜାଗାରେ ପହଞ୍ଚି ଯାଇଥିଲି ଆଉ ଲୁହ ଭିଜା ଆଖିକୁ ପୋଛି ଦେଇ ଭିତରକୁ ପଶି ନିଜ କାମ କରିବାକୁ ଚେଷ୍ଟା କରିଥିଲି, ହେଲେ ପାରିଲିନି। ଶେଷରେ ମନକୁ ଆସିଥିବା ଏଇ କେଇ ପଦ କଥା ଲେଖିଦେଲି। ସତରେ ସେ କ'ଣ ମୋତେ ଜୀବନ ସାରା ଏମିତି ଘୃଣା କରିବ? ହେଲେ ମୋତେ କିଛି ଫରକ ପଡ଼ିବନି। ସେ ମୋତେ ଘୃଣା କରୁଥାଉ ଆଉ ମୁଁ ତାକୁ ସେମିତି ହୃଦୟ ଭିତରେ ରଖି କଷ୍ଟ ପାଉଥାଏ। ତା ପାଇଁ ମୁଁ କଷ୍ଟ ପାଇବାକୁ ମୋତେ ଭାରି ଭଲ ଲାଗୁଥିଲା। ସେ ଏମିତି ଖୁସିରେ ଥାଉ ଆଉ ମୁଁ ବି ଜୀବନ ସାରା ତା ଖୁସି ଦେଖି ଦେଖି ତା ସ୍ମୃତିରେ କଷ୍ଟ ପାଇ ପାଇ ଜୀବନଟା କାଟି ଦେଉଥାଏ। କ'ଣ ହେଲା? ଏ କେଇ ପଦ କଥା ଆପଣଙ୍କ ହୃଦୟକୁ ଛୁଇଁଥିବ ନିଶ୍ଚିତ, ହେଲେ ମୋ ପାଇଁ ଭାରି ଦୁଃଖଦାୟକ ଥିଲା। ରହୁଛୁ। ନମସ୍ତେ। ଜୟ ଜଗନ୍ନାଥ।